ଆସନ୍ତୁ ଆମମାନେ ମୋର ପ୍ରିୟ ପ୍ରତ୍ୟେକ ସାଙ୍ଗମାନଙ୍କୁ ବନ୍ଧୁମାନଙ୍କୁ ମୁଁ ଆହ୍ୱାନ କରେ, ସ୍ୱାଗତ କରେ ପରମେଶ୍ୱରଙ୍କର ବାକ୍ୟ ଶୁଣିବା ନିମନ୍ତେ। ତା ପୂର୍ବରୁ ଆସୁ ଆମମାନେ ସମସ୍ତେ ମୁଣ୍ଡ ନୁଆଇବା ଆଉ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗୀୟ ପିତା, ଧନ୍ୟବାଦ ଦେଉଛୁ ପ୍ରଭୁ ଏହି ସନ୍ଧ୍ୟା କାଳରେ ତୁମର ଉପସ୍ଥିତି ମଧ୍ୟରେ ଆମମାନେ ତୁମର ବାକ୍ୟ ଶୁଣିବୁ ପ୍ରଭୁ। କାରଣ ବାକ୍ୟର ପ୍ରତ୍ୟେକ ସମୟରେ ଆମମାନଙ୍କ ନିମନ୍ତେ ତୁମର ବାକ୍ୟର ଆବଶ୍ୟକତା ରହିଛି। ତୁମର ବାକ୍ୟ ବିନା ଆମମାନେ ପରିତ୍ରାଣ ପାଇପାରିବୁ ନାହିଁ ପ୍ରଭୁ। ତୁମର ବାକ୍ୟ ବିନା ଆମେ ଜୀବନରେ ବଞ୍ଚିଥିବା ସମୟରେ ସନ୍ତନରେ ରହିପାରିବୁ ନାହିଁ। ସେଥିପାଇଁ ପ୍ରଭୁ ମୁଁ ପ୍ରାର୍ଥନା କରେ ପ୍ରଭୁ, ମୁଁ ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କ ନିମନ୍ତେ, ପ୍ରତ୍ୟେକ ସାଙ୍ଗମାନଙ୍କ ନିମନ୍ତେ, ପ୍ରତ୍ୟେକ ବନ୍ଧୁମାନଙ୍କ ନିମନ୍ତେ ପ୍ରଭୁ ତୁମେ ଆଶୀର୍ବାଦ କର ସେ ସମସ୍ତଙ୍କୁ। ତୁମର ବାକ୍ୟ ଶୁଣିବା ନିମନ୍ତେ ପ୍ରତ୍ୟେକଙ୍କ ହୃଦୟ ଏବଂ ମନକୁ ତୁମେ ସ୍ଥିର କର, ସୁସ୍ଥିରତା ଦିଅ। ଧନ୍ୟବାଦ ସେଇ ପ୍ରାର୍ଥନା କେବଳ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗିଲୁ, ଆମେନ୍। ମୋର ବନ୍ଧୁଗଣ, ଆମମାନେ ଗୀତ ସଂହିତା 112 ଅଧ୍ୟାୟ ଦେଖିବା। ସେଠି କ'ଣ ଲେଖା ଅଛି? ତୁମେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ତୁମେମାନେ ତୁମେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ଆମେ ଏଠି ଦେଖୁଛୁ ଯେ